ଦେଖନ୍ତୁ ଆଜି ମୁଁ କ'ଣ କହିବି ଆପଣମାନଙ୍କୁ। ମୁଁ ତ 3 ଦିନ ନା 4 ଦିନ ହେଲା ଖରାପ କମେଣ୍ଟର ମାନେ ଆପଣମାନଙ୍କୁ ରିପ୍ଲାଏ ଦେଉଛି। ଆଉ ଆଜି ବି ହିନ୍ଦୀ ସେଇ ଖରାପ କମେଣ୍ଟର ରିପ୍ଲାଏ ଦେବି, ଖାସ୍ କରି ପିଙ୍କି ଆପଣମାନେ ଜାଣିଥିବେ। ତ ପିଙ୍କି ଆଜି ତାର ଦେବି। ଆଉ ଯିଏ ଖୁସି ସାହୁ ସିଏ ମୋତେ ଖାଲି କ୍ଷମା ପ୍ରାର୍ଥନା ମାଗିଛନ୍ତି। ଆଉ ସେ କହିଛନ୍ତି ଯେ କ'ଣ କହିଛନ୍ତି କ'ଣ ତମ ଭିଡ଼ିଓ ଆମକୁ କ'ଣ କହିଛନ୍ତି ମନେ କରୁନି ତ, ଭୁଲି ଯାଉଛି। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା। ଆପଣମାନଙ୍କୁ ମୋ ରିଷି ପାଣି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଟାଇମ୍ ଆସି ପାଖାପାଖି 8:30 9ଟା ବାଜିବ ପାଖାପାଖି ହେଇଗଲାଣି। ଗାଧୋଇ ପାଧୋଇ ଫ୍ରେଶ୍ ହେଇ ରେଡ଼ି। ସକାଳୁ ଭାଉଜ ଆଜି ଚା ମୁଢ଼ି ଆମେ ଖାଇଛୁ, ନଣନ୍ଦ ଭାଉଜ ଆଉ ବାପା ଭାଇ ରୁଟି ସିମେଇ ଖାଇଛନ୍ତି। ଆଉ ଆଜି ହାପିର ତ ସେକେଣ୍ଡ ସଟର୍ଡେ ଶନିବାର ଛୁଟି, ସେ ଘରେ ଅଛି। ରିଷି ନନା ଆମର ପଡ଼ିଯାଇଛି, ମୋ ମଝିଆ ଭାଇର ପୁଅ। ଆଉ ମାଆ ତ ମୁହଁ ଯେଉଁ ଫୁଲିଥିଲା ତାର ଟିକେ ଭଲ ହେଇ ଆସିଲାନି, ମେଡ଼ିସିନ ଖାଉଛି। କାରଣ ମାଙ୍କଡ଼ା ଏଇ ବେକ ମୂଳରେ ମୁତି ଦେଇଥିଲା, ସେଥିପାଇଁ ତାର ଏମିତି ହେଇଗଲା। ଆମେ ଜାଣିପାରିଲୁନି, ବଡ଼ ଭାଉଜ ଆସି ଦେଖିଲାକୁ ସେ ମେଡ଼ିସିନ ଆଣିଦେଲା, ତାପରେ ଟିକେ ଭଲ ଲାଗିଲା। ମୁଁ ତ ଆପଣଙ୍କୁ ଭିଡ଼ିଓ ସେୟାର କରୁଛି, ମୁଁ କିଛି ଦେଇପାରୁନି କାରଣ ସବୁ ରଖିଛି, ସବୁ ଦେବି। ଆଉ ଏ କମେଣ୍ଟର ରିପ୍ଲାଏ ଖାଲି ଦେଉଛି। ଆଉ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଆଉ ତାପରେ ବୋଲି କରିଦେଉଛି, ଚ୍ୟାନେଲ ଯେଉଁମାନଙ୍କର ନୂଆ ଅଛନ୍ତି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇଦେବେ, ସପୋର୍ଟ କରିବେ। ଆଉ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। ହଁ ସାଙ୍ଗମାନେ, ଆଉ ସେଇ ଯେ ପିଙ୍କି ଆଉ ସିଏ ମୋତେ କାଲି ବି ହିନ୍ଦୀ ଖରାପ କମେଣ୍ଟ ଦେଇଛି। ସେଇ ଖରାପ କମେଣ୍ଟ ନେଇକି ମୁଁ ଆଜି ଆପଣମାନଙ୍କ ସାମ୍ନାକୁ ଆସିଛି ତାର ଉତ୍ତର ଦେବା ପାଇଁ। ଆଉ ଯେ ଖୁସି ସାହୁ ଆଉ ସିଏ ବି ଖରାପ କମେଣ୍ଟ କାଲି ଦେଇଥିଲେ, ହେଲେ ବି ସିଏ ପୁଣି ଗୋଟେ କମେଣ୍ଟରେ ଲେଖିଛନ୍ତି। କାଲି ଗୋଟେ ସର୍ଟ ଭିଡ଼ିଓ କାଲି ପକାଇଥିଲି, ସେ କମେଣ୍ଟରେ ଲେଖିଛନ୍ତି ଯେ ଆଉ ସରି ଡିଅର୍, ଓକେ ସରି ଡିଅର୍। ସିଏ ଲେଖିଛନ୍ତି, ମୋତେ ସରି ମାଗିଛନ୍ତି। ପୁଣି ଆଉ ଗୋଟେ ଲେଖିଛନ୍ତି, ମାନେ କାଲି ଯେଉଁ ଖରାପ କମେଣ୍ଟର ଭିଡ଼ିଓ ଦେଇଥିଲି ସିଏ ଲେଖିଛନ୍ତି, ମୋତେ ମନେ ପଡ଼ୁନି ମୁଁ ଲେଖିଦେଇଛି, ଆମେ ବି ତତେ ଭଲ ପାଉଛୁ, ହେଲେ ତୋ କଥା ଶୁଣିବାକୁ ଭଲ ଲାଗୁଛି, ସେଥିପାଇଁ ଏମିତି କମେଣ୍ଟ କରୁଛୁ, ଓକେ ସରି ଡିଅର୍। ସେ ସେଇଟା ଲେଖିଛନ୍ତି କାଲି କମେଣ୍ଟରେ, ଆଉ କିଛି ଖରାପ କାଲି ଲେଖିନାହାନ୍ତି। ଆଉ ସେଥିପାଇଁ ସେ ଯେଉଁ ପିଙ୍କି ତାର ଖରାପ କମେଣ୍ଟ, ସେ 3ଟା ଖରାପ କମେଣ୍ଟ, 3ଟା ନା 4ଟା ଦେଇଛନ୍ତି। ମୁଁ ନିଶ୍ଚିନ୍ତ ଆପଣଙ୍କୁ ଜଣାଉଛି, ସେଇଟା ଗୋଟେ ଖାତାରେ ଲେଖିଦେଇଛି, ମୋର ପାଟିରେ ତ ମନେ ରହୁନି। କାରଣ ମୁଁ ସେମିତି କରୁବି ନାହିଁ, ଏରା ମନେ ରଖିବାକୁ କେମିତି। ମୁଁ ଖାଲି ଆପଣମାନେ ଏମିତି ମୋତେ କହିଲେ ବୋଲି ମୁଁ କରିବି, କିନ୍ତୁ ଆକ୍ଚୁଆଲି ମୁଁ କରୁବି ନାହିଁ। ମୁଁ ସମସ୍ତଙ୍କୁ ଭଲ ପାଏ, ମୁଁ ନିଜର ବୋଲି ଭାବେ। ମାନେ ଭଗବାନ କେବେ କହିନାହାନ୍ତି ଯେ କାହାକୁ କର କାହାକୁ ନିଜର କରିବ, କିନ୍ତୁ ଯିଏ ତୁମକୁ ହିଂସା କରିବି, ତୁମ ଉପରେ ଯେତେ ବି ବର୍ଷୁ ରାଗ ରୁଷା ଯାହା ବି ଥାଉ, କିନ୍ତୁ ତାକୁ କେବେ ରାଗିବନି। କିନ୍ତୁ ମୁଁ ରାଗେନି, କିନ୍ତୁ ମୋତେ ଏମିତି ଖରାପ କମେଣ୍ଟ କହିଲ ମୋତେ ଏତିକି ବାଧିଲା, ସେଥିପାଇଁ ମୁଁ ଟିକେ ତୁମମାନଙ୍କୁ ଖରାପ କମେଣ୍ଟ ଭାଷାର ଉତ୍ତର ଦେଲି। ତେଣୁ ନହେଲେ ମୁଁ ସେମିତି ନାହିଁ। ଆଉ ଚାଲନ୍ତୁ ପଢ଼ିଦେବା ପିଙ୍କିର ଟିକେ ଖରାପ କମେଣ୍ଟ, ଆପଣମାନେ ଶୁଣନ୍ତୁ ସେ ମୋତେ କେତେ ଖରାପ କମେଣ୍ଟ କହୁଛନ୍ତି। ଏତେ କହିଲା ପରେ ବି ମାନେ କାଲି ପୁଣି ଖରାପ କମେଣ୍ଟ ଦେଇଛନ୍ତି। ତେଣୁକରି ମୁଁ ଆଜି ଲାଷ୍ଟ ଖରାପ କମେଣ୍ଟ ପଢ଼ୁଛି, ଆଉ କାଲିଠୁ ଖରାପ କମେଣ୍ଟ ପଢ଼ିବିନି କି ଆପଣମାନଙ୍କୁ ଉତ୍ତର ଦେବିନି। ଆଉ କାଲି ପୁଣି ଭିଡ଼ିଓ ସେୟାର କରିବି। ଆଉ ଆଜି ଲାଷ୍ଟ ପିଙ୍କି ଯେହେତୁ ଆପଣ ଟିକେ ଜାଣନ୍ତୁ ସେ କେମିତିକା ଟାଇପ୍ର, ଟିକେ ଶୁଣନ୍ତୁ। ଆଉ ଖୁସି ଯେ ସିଏ ଖୁସି ସାହୁ ଯେ ମୋତେ ସେ ସରି ମାଗିଛନ୍ତି। ମୁଁ ଏ ଭଉଣୀ ଉପରେ ଭାରି ଖୁସି। ଆଉ ମୋ ମନରେ ଯେତେ ରାଗ ରୁଷା ଯେତେ ମାନ ଅଭିମାନ ଥିଲା ମୁଁ ସବୁ ଛାଡ଼ିଦେଲି। ମୁଁ ସେ ଭଉଣୀକୁ ବହୁତ ଭଲ ପାଇବା କରୁଛି। ଏ ଭଉଣୀ ତୁମେ ଭଲରେ ରୁହ, ଖୁସିରେ ରୁହ, ଭଗବାନ ତୁମର ମଙ୍ଗଳ କାମନା କରନ୍ତୁ। ମୁଁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରିବି, ସେ ଭଉଣୀର ଆଲୋକମୟ ହେଉ, ସୁଖ ସଂସାର ଭଲ ରହୁ। ସେ ଯଦି ମ୍ୟାରେଜ୍ କରିଛନ୍ତି କି ନାହିଁ ମୁଁ ଜାଣିନି, ମୋତେ ପ୍ଲିଜ୍ ଟିକେ କମେଣ୍ଟରେ କହିବ ତ ଭଉଣୀ ତୁମେ ମ୍ୟାରେଜ୍ କରିଛ କି ନାହିଁ। ମୁଁ ତ ମ୍ୟାରେଜ୍ କରିନି, ଆଉ ତୁମେ ମ୍ୟାରେଜ୍ କରିଛ କି ନା ମୋତେ ଟିକେ କମେଣ୍ଟରେ ଜଣାଇବ। ଆଉ ଚାଲନ୍ତୁ ଖରାପ କମେଣ୍ଟର ପିଙ୍କିର ରିପ୍ଲାଏ ପଢ଼ିଦେବା। ତାପରେ ତାର ଯେଉଁ ପ୍ରଶ୍ନ, ସେ ପିଙ୍କି କାଲି ଲେଖିଛନ୍ତି ଖରାପ କମେଣ୍ଟ, ଆଚ୍ଛା ଦିଦି ସେ ବୁଢ଼ୀ ପରା, ମାନେ ଖୁସି ସାହୁ କହୁଛନ୍ତି, ଆଚ୍ଛା ଦିଦି ସେ ବୁଢ଼ୀ ପରା ଭଇତା ପରେ ବାହାର ନଜର କ'ଣ, ଆଚ୍ଛା ଦିଦି ସେ ବୁଢ଼ୀ ପରା ଭଇତା ଉପରେ ବାହାର ନଜର, ଛି 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 ନାଳୁଆଟା। ଓହୋ, ମାନେ ପୌର ଭଇତା ଉପରେ ମୋର ନଜର, ମୋ ନାଳୁଆଟା ନା, ତୁ ଏମିତି ଜାଣିଦେବୁ ନା କେଉଁ ଟାଇପ୍ର ଝିଅ, ମୋତେ ତୁ ଚିହ୍ନି ପାଇଲୁନି ନା। ସେଇଭଳିଆ ଝିଅ ମୁଁ ନୁହେଁ। ତୁମେ ଯେଉଁ ପ୍ରଶ୍ନ କମେଣ୍ଟ ଖରାପ କହିଲ, ମୁଁ ସେମିତି ଭଳିଆ କଥା କହିଲି, ନହେଲେ ମୁଁ ସେଇଭଳିଆ ନୁହେଁ। କେମିତି ଲେଖିପାଇଲ, କେମିତି ଗଲା, ମୁଁ ଲେଖିପାରିବିନି ସେଇଭଳିଆ। ଆଉ ଗୋଟେ ଲେଖିଛନ୍ତି, ମାନେ ଢଗଟେ ମାରିଛନ୍ତି,
ଶାଗୁଣା ବସିଛି ଚାଳ ଉପରେ, କ'ଣ ଶାଗୁଣା ବସିଛି ଚାଳରେ, ତା କଥା ମୋ ବାଳରେ। ମାନେ ଓହୋ, ତମର ଏତେ ବାଳ ନା, ବାଳ ସବୁ ଦେଖେଇ ଦେଉଛ, କେମିତି ଲେଖିପାରୁଛ? ହଉ ଲେଖ, ତୁମକୁ ମାନେ ଭଗବାନ ଏତିକି ଶକ୍ତି ଦେଇଛନ୍ତି, ସାହସ ଦେଇଛନ୍ତି ଖରାପ କମେଣ୍ଟ ଲେଖିବାକୁ, ତମେ ଲେଖ। ଆଉ ତୁ ବୁଢ଼ୀ ପୁରା ଏମଜି ଅଛୁ। ଏମଜିର ମାନେ ଭାବୁଛ ମୁଁ ବୁଝିପାରୁନି କି ମୂର୍ଖ କି? ମାନେ ତୁ ବୁଢ଼ୀ ପୁରା ଏମଜି ଅଛୁ, କ'ଣ ଭାବିଛୁ? ପୁଣି କହିଲେ କହିବୁ କହିଲା ଖରାପ କଥା। ମୁଁ ଏମଜି ନା, ତୁ ଜମା ପୁରା ଭଲ। ହଉ ଲେଖେ, ମୁଁ ତୋତେ ଆଉ ଖରାପ କିଛି କହୁନି, ତୁ ଲେଖ, ତୁ ଲେଖିକିରି ବଲୁକି ହେଇଯା। ତୋ ଦେହରେ କୁକୁର ବ୍ଲଡ଼ ଅଛି। ମୋ ଦେହରେ କୁକୁର ବ୍ଲଡ଼ ଅଛି, ତୋ ଦେହରେ ମଣିଷ ବ୍ଲଡ଼ ଅଛି ନା। ହଉ, କୁକୁର ବ୍ଲଡ଼ ଖାଇକିରି ମୁଁ ଆଜି ଏଇ ଜାଗାରେ, ତୁ ମଣିଷ ବ୍ଲଡ଼ ଖାଇକିରି କେଉଁ ଜାଗାରେ ତୁ ନିଜେ ବି ଜାଣିଥିବୁ, ତେଣୁ ମୁଁ ଆଉ କିଛି କହୁନି। ଖୁସି ଯିଏ ଖୁସି ସାହୁ, ସେ ସରି ମାଗିଛନ୍ତି। ମୁଁ ସେ ଭଉଣୀକି କ'ଣ କହିବି, ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ଭଉଣୀ। ଯାହା ହଉ ତମେ ବି ଖରାପ କମେଣ୍ଟ ଲେଖିଥିଲ, ହେଲେ ବେଶୀ ତମେ ଏତେ କଦର୍ଯ୍ୟ ଭଳିଆ ଲେଖିନ ଖରାପ କମେଣ୍ଟ, କିନ୍ତୁ ସେ ଯେଉଁ ପିଙ୍କି ବହୁତ କଦର୍ଯ୍ୟ ଲେଖୁଛି। ଆଉ ତମକୁ ମୁଁ ଯାହା ମୋ ମାନେ ମନ ଭିତରୁ ଆତ୍ମା ଭିତରୁ ତମକୁ ପୁରା କ୍ଷମା କରିଦେବି। ଭଗବାନ ବି ତମକୁ ବି କ୍ଷମା କରିଦେବେ, ମୁଁ କଲି ଭଗବାନ ବି କରିବେ। ତେଣୁ ତମେ ବହୁତ ଖୁସିରେ ରୁହ, ଆଗକୁ ଯାଅ। ମୁଁ ଏତିକି ଭଗବାନଙ୍କ ଠାରୁ ପ୍ରାର୍ଥନା କରୁଛି ଯେ ଖୁସି ଭଉଣୀ ମୋର ଭଲରେ ରହୁ, ସୁଖରେ ରହୁ, ସବୁବେଳେ ହସ ଖୁସିରେ ଜୀବନ କାଟିଦେବ। ମୁଁ ଏତିକି ଭଗବାନଙ୍କ ଠାରୁ ପ୍ରାର୍ଥନା କରୁଛି। ଆଉ ଯେଉଁ ପିଙ୍କି, ହଉ ଆଉ ଆଜି ତାକୁ କିଛି ଖରାପ ବେଶୀ କହୁନି, କାରଣ ସିଏ ବି ମନ ପରିବର୍ତ୍ତନ କରିବ ନିଶ୍ଚିତ। ଖୁସି ସାହୁ ଯେମିତି ମନ ପରିବର୍ତ୍ତନ କରିକି ସରି ମାଗିଲା, ସେଇଭଳି ସିଏ ବି ହିନ୍ତି ମୋତେ ସରି ମାଗିବ। କିନ୍ତୁ ମୁଁ ତା ଖରାପ କମେଣ୍ଟର କିଛି ପ୍ରଶ୍ନର ଉତ୍ତର ଦେଉନି, ଆଉ କିଛି ବି ଖରାପ କହିବିନି, କାରଣ ସିଏ ବି ଖୁସିରେ ରହୁ। ତା ସୁଖ ସଂସାର ସେ ଯଦି ବାହାଘର ହେଇଥିବ, ତମେ ସବୁ ମୋତେ କମେଣ୍ଟ କରିବ ବାହାଘର ହେଇଛ କି ନାହିଁ। ମୁଁ ତ ଜାଣିପାରୁନି, ତମର ଚ୍ୟାନେଲକୁ ମୁଁ ଯାଇ ଖୋଜି ଖୋଜି କାହିଁ ପାଇଲିଣି। ଆଉ ମୋତେ ଟିକେ ଜଣେଇବ କମେଣ୍ଟରେ, ବେଶୀ ଗପିବାନି। ଆଉ କାଲିଠୁ ମୋର ଭିଡ଼ିଓ ସେୟାର କରିକି ସବୁ ମୋ ଘରର ମୁଁ ଭିଡ଼ିଓ କରିକି ରଖିଛି। ଆଉ ଆପଣମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ, କୋଟି କୋଟି ଭଗବାନଙ୍କଠାରେ ପ୍ରାର୍ଥନା କରୁଛି ଆପଣମାନେ ସମସ୍ତେ ଭଲ ରୁହନ୍ତୁ, ଖୁସି ରୁହନ୍ତୁ। ମୁଁ ଏତିକି ପ୍ରାର୍ଥନା କରୁଛି। ଚାଲନ୍ତୁ ଭିଡ଼ିଓଟି ଆଉ ବେଶୀ ଲମ୍ବା କରିବିନି, ଆଉ ଭିଡ଼ିଓଟିକି ଏତିକିରେ ରଖୁଛି। ବାଏ ବାଏ, ଟାଟା।